ସେ କଥାଟି ମନେ ପଡୁଛି ଶ୍ରୀ ଶ୍ରୀ ଠାକୁରଙ୍କୁ ସେଦିନ କୃଷ୍ଣ ପ୍ରସନ୍ନ ଭଟ୍ଟାଚାର୍ଯ୍ୟ ସୃଷ୍ଟି ତତ୍ତ୍ୱ, এই ବିଶ୍ୱ ବ୍ରହ୍ମାଣ୍ଡର କଥା, ତାରା ନକ୍ଷତ୍ର ଗ୍ୟାଲେକ୍ସିଜ ମାନଙ୍କର କଥା ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରି ଚାଲିଥାନ୍ତି। ପ୍ରଶ୍ନ ଆଉ ଶେଷ ହଉନି। କେଷ୍ଟଦା ପଚାରୁଛନ୍ତି, ଶ୍ରୀ ଶ୍ରୀ ଠାକୁର ଉତ୍ତର ଦେଇ ଚାଲିଛନ୍ତି। এইଭଳି ଭାବରେ ପ୍ରଶ୍ନ ପରେ ପ୍ରଶ୍ନ ଏବଂ ଶ୍ରୀ ଶ୍ରୀ ଠାକୁରଙ୍କର ଉତ୍ତର, ଏବଂ ଏଭଳି ଅନେକ ସମୟ ବିତି ଯାଇଛି। ଅନେକ ଗୁଡିଏ ପ୍ରଶ୍ନ ପରେ ହଠାତ୍ ଠାକୁର ରହିଯାଇଛନ୍ତି। ଠାକୁର କହୁଛନ୍ତି, କେଷ୍ଟଦା ଆଉ ପଚାରନ୍ତୁ ନାହିଁ। କେତେ ଆପଣ ଜାଣିବେ, କେତେ ଯେ ଜାଣିବେ, ଜାଣିବାର ଯୋଉ ଜ୍ୱାଳା, ଜାଣିବାର ଯୋଉ ଯନ୍ତ୍ରଣା, ଯେତେ ଜାଣିଲେ ଏଇ ଜାଣିବାର ତୃଷ୍ଣା କିନ୍ତୁ ମେଣ୍ଟେ ନାହିଁ। କେତେ ଆଉ ଜାଣିବେ, ଜାଣିବାର ତ ଶେଷ ନାହିଁ। ଏଇ ଜାଣିବାର ଜ୍ୱାଳାରୁ ମୁକ୍ତି ପାଇବେ କେମିତି? କେଷ୍ଟଦା କହୁଛନ୍ତି, ଆଜ୍ଞା ହଁ ଠାକୁର, ଉପାୟ କଣ? ଉପାୟ କଣ? ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ଅନୁରାଗ, ତା ଛଡା ଆଉ କିଛି ନାହିଁ। ଏଇ ଜାଣିବାର କୌଣସି ଅନ୍ତ ନାହିଁ। ଜନ୍ମ ଜନ୍ମାନ୍ତର ବିତିଗଲେ ମଧ୍ୟ ଜାଣିବାର କିନ୍ତୁ ଶେଷ ହେଇପାରିବ ନାହିଁ। ସେ ଠାକୁର କହୁଛନ୍ତି, ବୋଧିସତ୍ତ୍ୱ ଯିଏ, ତାଙ୍କୁ ପୁଣି ବୁଝିବ କିଏ? ଯେ ବୋଧିସତ୍ତ୍ୱ ତାଙ୍କୁ ବୁଝିବା କିଭଳି ସମ୍ଭବ? ଯାର ପ୍ରାଣ ବୋଝେ ସେ ବୋଝେ। ପ୍ରାଣ ଯାହାର ବୁଝେ, ଅନ୍ତର ଯାହାର ବୁଝେ। ପ୍ରାଣ ଏବଂ ଅନ୍ତରର କଥା ଇଏ କୌଣସି କଗ୍ନିଟିଭ ଆବିଲିଟିର କଥା ନୁହେଁ, ତଥାକଥିତ ବିଦ୍ୟା ବୁଦ୍ଧିର କଥା ନୁହେଁ। ଏ ହଉଛି ପ୍ରାଣର କଥା, ଅନ୍ତରର କଥା, ପ୍ରେମର କଥା। ତା ଦେଇ ହିଁ ତାଙ୍କୁ ବୁଝିବେ। ତା ଛଡା ବୁଝିବାର ଆଉ କିଛି ଉପାୟ ନାହିଁ। ସେ କରନ୍ତି, ସେ କରାନ୍ତି, ସେ ହଉଛନ୍ତି ବିଧାତା, ବିଧିର ନିୟାମକ। ସେ ହଉଛନ୍ତି ସବୁ କିଛିର କାରଣ, କାରଣର କାରଣ, ପରମ କାରଣ। ତାଙ୍କୁ ବୁଝିବା ସମ୍ଭବ ନୁହେଁ। ତଥାକଥିତ ପଞ୍ଚ ଇନ୍ଦ୍ରିୟ ଭିତରେ ଦେଇ ତାଙ୍କୁ କିଭଳି ବୁଝା ଯାଇପାରେ, ଯେ ପର୍ଯ୍ୟନ୍ତ ତାଙ୍କୁ ପ୍ରାଣ ଦେଇ ଭଲ ନ ପାଇଛନ୍ତି। ପ୍ରାଣ ଦେଇ ଯେ ପର୍ଯ୍ୟନ୍ତ ଭଲ ନ ପାଇଛନ୍ତି, ସେ ପର୍ଯ୍ୟନ୍ତ ବୁଝିବା ସମ୍ଭବ ନୁହେଁ। ତଥାକଥିତ ଭାବରେ ଜ୍ଞାନର ଯୋଉ ଅଭିମାନ, ସେଇ ଜ୍ଞାନର ଅଭିମାନକୁ ନେଇ ଆମେ ମାନେ ଭାବି ବସନ୍ତି ଯେ ବହୁତ କିଛି ପଢିଛି, ବହୁତ କିଛି ଅଧ୍ୟୟନ କରିଛି, ବହୁତ କିଛି ଗବେଷଣା କରିଛି, ଆନାଲିସିସ୍ କରିଛି, ବିଶ୍ଳେଷଣ କରିଛି, ଅନେକ କିଛି ଜାଣିଛି। ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ଜ୍ଞାନାଭିମାନ ଜ୍ଞାନର ଯେତେ ଅନ୍ତରା, ଆଉ କୌଣସି ରିପୁ ସେତେ ନୁହେଁ। ଏଇ ଜାଣିବାର ଯୋଉ ଅଭିମାନ, ତାହା ହଉଛି ସବୁଠାରୁ ଜାଣିବାର ଅନ୍ତରାୟ। ଶ୍ରୀ ଶ୍ରୀ ଠାକୁରଙ୍କ ପାଖକୁ କେଷ୍ଟଦା ଯେତେବେଳେ ଆସନ୍ତି, ସେତେବେଳେ ତାଙ୍କର ଯୁବକ ବୟସ। ଶ୍ରୀ ଶ୍ରୀ ଠାକୁର ମଧ୍ୟ ସେତେବେଳେ ତାଙ୍କର ମଧ୍ୟ ଯୌବନ। ଶ୍ରୀ ଶ୍ରୀ ଠାକୁରଙ୍କ ପ୍ରତି ଆକର୍ଷିତ ହୋଇ କେଷ୍ଟଦା ତାଙ୍କ ପାଖରେ ରହିଯାଆନ୍ତି। ତାଙ୍କର ଜୀବନର ବାର୍ଦ୍ଧକ୍ୟ ଅବସ୍ଥାରେ ଶ୍ରୀ ଶ୍ରୀ ଠାକୁରଙ୍କ ବିଷୟରେ କେଷ୍ଟଦା ଗୋଟିଏ କଥା ଦିନେ କହୁଥାନ୍ତି। କେଷ୍ଟଦା କହୁଛନ୍ତି, ଯେତେବେଳେ ମୁଁ ଆସିଲି ଠାକୁରଙ୍କ ପାଖକୁ, ସେତେବେଳେ ମୁଁ ଜଣେ ଯୁବକ, ଠାକୁରଙ୍କର ମଧ୍ୟ ସେତେବେଳେ ଯୌବନ ଅବସ୍ଥା, ବୟସର ପାର୍ଥକ୍ୟ ଖୁବ କମ। ଶ୍ରୀ ଶ୍ରୀ ଠାକୁରଙ୍କୁ ଦେଖି ତାଙ୍କ ସହ କଥା ହେଲି, ବୁଝିଲି ଧାର୍ମିକ ବ୍ୟକ୍ତି, ଅନେକ ଜ୍ଞାନୀ ବ୍ୟକ୍ତି, ଜ୍ଞାନର ଭଣ୍ଡାର ତାଙ୍କ ଭିତରେ ଅଛି। କିନ୍ତୁ ଆଉ ଗୋଟେ କଥା ମଧ୍ୟ ମନରେ ଆସିଲା ଯେ ସେ ତ ପରମ ଜ୍ଞାନୀ, ମୁଁ ବି ତ କିଛି କମ ନୁହେଁ। ହଁ, ମୋ ଠାରୁ ଅଧିକା ସେ ଜାଣନ୍ତି, କିନ୍ତୁ ତାଙ୍କ ପାଖରେ କିଛି ବର୍ଷ ରହିଲେ, କିଛି ଅଧ୍ୟୟନ କଲେ, ମୁଁ ମଧ୍ୟ ତାଙ୍କରି ଭଳି ଜ୍ଞାନୀ ହେଇ ଉଠିବି। କେଷ୍ଟଦାଙ୍କ ମନ ଭିତରେ ଏଇ କଥାଟି ଆସିଛି ଯେ
କିଛି ବର୍ଷ ପରେ ମୁଁ ମଧ୍ୟ ଶ୍ରୀ ଶ୍ରୀ ଠାକୁରଙ୍କ ଭଳି ଜଣେ ଜ୍ଞାନୀ ବ୍ୟକ୍ତିରେ ପରିଣତ ହେବି। ନିଜର ବୃଦ୍ଧ ବୟସରେ ଏଇ କଥା କେଷ୍ଟଦା କହୁଛନ୍ତି ଅନ୍ୟ ଭକ୍ତ ମାନଙ୍କ ଆଗରେ, ଶ୍ରୀ ଶ୍ରୀ ଠାକୁରଙ୍କର ଭକ୍ତ ମାନଙ୍କ ଆଗରେ ନିଜର ଜୀବନର କଥା ବର୍ଣ୍ଣନା କରି କେଷ୍ଟଦା କହୁଛନ୍ତି, ଆଜି ଜୀବନର ବୃଦ୍ଧ ବୟସ, ଯୌବନରୁ ଆସି ବାର୍ଦ୍ଧକ୍ୟରେ ପଦାର୍ପଣ କରିଛି। ଅନେକ ବର୍ଷ ବିତି ଯାଇଛି ଶ୍ରୀ ଶ୍ରୀ ଠାକୁରଙ୍କ ପାଖରେ। ଯେତେବେଳେ ଆସିଥିଲି ସେତେବେଳେ ଭାବିଥିଲି ଯେ କେତେ ବର୍ଷ ଭିତରେ ଶ୍ରୀ ଶ୍ରୀ ଠାକୁରଙ୍କ ଭଳି ଜ୍ଞାନୀ ମଣିଷଟିଏ ମୁଁ ମଧ୍ୟ ହେଇ ଉଠିବି। ହେଲେ ଆଜି ଜୀବନର ସାୟଂକାଳରେ ଏଇ କଥା ବୁଝି ପାରିଛି ଯେ ଶ୍ରୀ ଶ୍ରୀ ଠାକୁରଙ୍କ ଭିତରେ, ଶ୍ରୀ ଶ୍ରୀ ଠାକୁର ଏବଂ ମୋ ଭିତରେ ଜ୍ଞାନର ଯୋଉ ଅନ୍ତର ତାହା ଏତେ ବିଶାଳ ଯେ ଗୋଟିଏ ଜନ୍ମ କାହିଁକି, ହଜାର ହଜାର ଜନ୍ମ ବିତିଗଲେ ମଧ୍ୟ ସେଇ ଯୋଉ ଅନ୍ତର, ସେଇ ଯୋଉ ପାର୍ଥକ୍ୟ ତାହା କେବେ ହେଲେ ମିଟି ଯାଇପାରିବ ନାହିଁ। ଏତେ ବିଶାଳ ହଉଛି ସେଇ ପାର୍ଥକ୍ୟ। ଅନନ୍ତ ବର୍ଷ ବିତିଗଲେ ମଧ୍ୟ ତାଙ୍କ ଏବଂ ମୋ ଭିତରେ ଥିବା ଯୋଉ ଜ୍ଞାନର ଯୋଉ ଅନ୍ତର ତାହା କିନ୍ତୁ ନିର୍ବାପିତ ହେଇପାରିବ ନାହିଁ। ଏଇ କଥା ନିଜେ ଶ୍ରୀ ଶ୍ରୀ ଠାକୁରଙ୍କର ବିଶିଷ୍ଟ ଭକ୍ତ ଯାହାଙ୍କୁ ରୀତିକାଚାର୍ଯ୍ୟ ମଧ୍ୟ କୁହାଯାଉଥିଲା, ତାଙ୍କରି ବକ୍ତବ୍ୟ ହଉଛି ଏହା ଯେ ଶ୍ରୀ ଶ୍ରୀ ଠାକୁରଙ୍କୁ ବୁଝିବା, ତାଙ୍କୁ ଜାଣିବା, ତାଙ୍କରି ବିଷୟରେ ସେ ଜ୍ଞାନର ଅଧିକାରୀ ହେଇ ଉଠିବା ସାଧାରଣ ମଣିଷ ପକ୍ଷରେ ସମ୍ଭବ ନୁହେଁ। କେଷ୍ଟଦାଙ୍କ ଭଳି ବିଶିଷ୍ଟ ଭକ୍ତ ମଧ୍ୟ କହିଥିଲେ ସମ୍ଭବ ନୁହେଁ। ଆମମାନଙ୍କ ଭଳି ସାଧାରଣ ମଣିଷ ତାଙ୍କୁ କଣ ଦେଇ ବୁଝିପାରିବା। ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ଯେ ଆମେମାନେ ଯେତେବେଳେ ସେଇ ଆଦର୍ଶଙ୍କ ପ୍ରତି, ଗୁରୁଙ୍କ ପ୍ରତି ଶ୍ରଦ୍ଧା ସମ୍ପନ୍ନ ହେଇ ଉଠନ୍ତି, ସେତେବେଳେ ବୁଝିବାଟା ଧୀରେ ଧୀରେ ସ୍ପଷ୍ଟ ହେଇ ଉଠେ। ତା ବିନା ତାଙ୍କୁ ବୁଝିବା ସମ୍ଭବ ନୁହେଁ। କୌଣସି କିଛି ନିଜ ବୋଧ ଭିତରେ ଆଣିବା ସମ୍ଭବ ନୁହେଁ ଯେ ପର୍ଯ୍ୟନ୍ତ ତାଙ୍କ ପ୍ରତି ଅନୁରାଗ ଜାଗ୍ରତ ନ ହେଇଛି। ଏବଂ ଠାକୁର କହୁଛନ୍ତି ଯେତେବେଳେ ଏଇଟି ଜାଗ୍ରତ ହୁଏ ସେତେବେଳେ ଦୃଷ୍ଟି ଶୁଦ୍ଧତା ମଣିଷ ପାଏ। ଆମ ମାନଙ୍କର ଜାଗତିକ ଜୀବନ ଭିତରେ, ଏଇ ଜାଣିବାର ଅଭିମାନ ଭିତରେ ଗୋଟିଏ ସବୁଠାରୁ ବଡ ଅଭାବ ଆମ ମାନଙ୍କ ଜୀବନରେ, ତାହା ହଉଛି ଆମ ମାନଙ୍କ ଜୀବନରେ ଦୃଷ୍ଟି ଶୁଦ୍ଧତାର ଅଭାବ। କ୍ଲାରିଟି ଅଫ ଭିଜନ ଯାହାକୁ ଶ୍ରୀ ଶ୍ରୀ ଠାକୁର କହିଛନ୍ତି। ଶ୍ରୀ ଶ୍ରୀ ଠାକୁରଙ୍କର ଯେ ଭକ୍ତ ଆପଣମାନେ ସମସ୍ତେ ଜାଣିଛନ୍ତି, ଜଣେ ମୁସଲିମ ଭକ୍ତ ଖଲିଲୁର ରହମାନ, ଏଇ ଘଟଣାଟି ମଧ୍ୟ ଆପଣ ମାନେ ଶୁଣିଛନ୍ତି। ତାଙ୍କ ଗାଁରୁ ଟେଲିଗ୍ରାମ ଆସେ, ଶ୍ରୀ ଶ୍ରୀ ଠାକୁରଙ୍କ ଆଶ୍ରମରେ ରହୁଥିଲେ ସେତେବେଳେ ଖଲିଲୁର ରହମାନ, ଟେଲିଗ୍ରାମ ଆସେ ଯେ ସନ୍ ସିରିୟସ୍ କମ ସୁନ୍, ତୁମର ପୁତ୍ର ଗୁରୁତର ଅସୁସ୍ଥ, ତୁରନ୍ତ ଘରକୁ ଆସ। ଟେଲିଗ୍ରାମ ଟା ନେଇ ଶ୍ରୀ ଶ୍ରୀ ଠାକୁରଙ୍କ ପାଖକୁ ଆସନ୍ତି, ଅନୁମତି ନେଇ ଯିବେ ଘରକୁ, ପୁଅକୁ ଦେଖିବେ। ଶ୍ରୀ ଶ୍ରୀ ଠାକୁରଙ୍କ ପାଖରେ ପହଞ୍ଚନ୍ତି, ଠାକୁର ତାଙ୍କୁ କଥା କହିବାକୁ ଦଉନାହାନ୍ତି। ଠାକୁର କହୁଛନ୍ତି ଖଲିରୁଲ ଗୋଟେ କାମରେ ତତେ ତୁରନ୍ତ ଗୋଟେ ସ୍ଥାନକୁ ଯିବାକୁ ହବ। ଖଲିଲ ରହମାନ କହୁଛନ୍ତି ହେଲେ ଠାକୁର, ପକେଟ ଭିତରେ ହାତ ପୁରଉଛନ୍ତି ଟେଲିଗ୍ରାମ ଟି ବାହାର କରିବେ। ଠାକୁର କହୁଛନ୍ତି କଥାବାର୍ତ୍ତା କରିବାକୁ ସମୟ ନାହିଁ ଖଲିଲୁଲ, ତୁରନ୍ତ ବାହାରି ଯା, ଏଇ ଗୁରୁତ୍ୱପୂର୍ଣ୍ଣ କାମଟି ଶେଷ କରି 4-5 ଦିନ ଭିତରେ ଫେରିଆସ। ନିରୁପାୟ ହେଇ ଖଲିଲୁର ରହମାନ ବାହାରି ଯାଇଛନ୍ତି। ସେ ଠାକୁର ଦେଇଥିବା କାମଟିକୁ ଶେଷ କରି ଫେରିବାକୁ ହବ। 5-6 ଦିନ ଲାଗି ଯାଇଛି ଏବଂ ଫେରି ଆସିଛନ୍ତି। ମନ ତାଙ୍କର ଭଲ ନାହିଁ, ପୁଅ ତ ଆଉ ନଥିବ। ସେ ଯାହା ହଉ ଠାକୁରଙ୍କ ନିର୍ଦ୍ଦେଶ ପାଇ ତାଙ୍କରି କାମ ହିଁ ସମ୍ପାଦନ କରିବାକୁ ଯାଇଥିଲେ। ସେ ଠାକୁରଙ୍କୁ ବର୍ତ୍ତମାନ ତାର ବିବରଣୀ ଦବାକୁ ହବ, କିଭଳି ଭାବରେ କାମଟି ଶେଷ କରିକି ଆସିଛନ୍ତି। ଠାକୁରଙ୍କ ପାଖରେ ପହଞ୍ଚଛନ୍ତି, କହିବାକୁ ଭାବୁଛନ୍ତି ଯେ କଣ ସେ କରିଛନ୍ତି, କିଭଳି ଭାବରେ କାର୍ଯ୍ୟଟି ସମ୍ପାଦନ କରିଛନ୍ତି। ଠାକୁର ଶୁଣିବାକୁ ପ୍ରସ୍ତୁତ ନାହାନ୍ତି। ଠାକୁର କହୁଛନ୍ତି ଆରେ ଖଲିଲୁଲ, ତୋର ଗାଁକୁ ଯିବାର ଥିଲା ନା,
जा गाँ को जाई बुलिया। खलीलुर रहमान कहउछन्ते ठाकुर आपण जो कामटी देइथिले से विषय मु आपनकु ठाकुर कहउछन्ते अरे परे शुणिबी तू गाँ को जाई की बुलिया फेरी आसला परे सब विषय कथा हबा। कि अजब कथा जेतबेले पुओ पाई गाँ को जीवाकू कहली सेतबेले ठाकुर शुणिले नाही जबरदस्ती गुरुत्वपूर्ण काम पठेइले। गुरुत्वपूर्ण कामटे शेष करी आसी ठाकुर शुणिबाकू प्रस्तुत नहंती जे कौन हेइछि कि भली भाबरे कामटी संपादित हेइछि। जा हो ठाकुर निर्देश मानी गाँ अभिमुखे जाउछन्ती मनटी भाराक्रांत पुओ ताऊ नथिबो जाई आउ लाभ कौन तथापि ठाकुरଙ୍କ निर्देश मानी गाँ रे पहुंचीचंती देखुचंती गाँ दांडरे पुओ तांकर खेलुची सांग मानक सह घर भितर प्रवेश करचंती। तांकर पत्नी एवं माता पिता एमाने देखी अभिमान स्वर कहउचंती टेलीग्राम पठेइलु तो आसिलु नाही हौ से जा हो ठाकुरଙ୍କ अशेष दया पुओटी तोर बंची जाइछि। किभଳି कौन हैला आमे किछि जानिनु डाक्टर कहिथिले पुओ आउ बंचिबा संभव नहे। डाक्टर जवाब देई दैथिले आम माने प्रस्तुत होउथलु जे पुओ आउ रहिबो नाही। तो पाखु टेलीग्राम गला टेलीग्राम पठेइबा पर ठारू कौन हैला आमे जानि नाहु। धीरे धीरे तोर पुओ सुस्थ हबाकू लागिला। आज देख तोर पुओ घर दांडरे खेलुची सांग मानक सह। कृतज्ञतारे खलीलुल रहमान का आखिरु लुह झरी पडुछि। किभଳି भाबरे ठाकुरଙ୍କୁ धन्यवाद देबे। पुणी फेरी आसंती श्री ठाकुरଙ୍କ आश्रम को दूररु देखी ठाकुर कहउचंती खलीलुल बोली चिलेइकी डाकुचंती ठाकुर पाखकु आ। खलीलुल रहमान कांदुछंती। ठाकुर कहउचंती कौन हेइछि। खलीलुल रहमान कहउचंती आपण मो पुओ को बंचेई देइचंती ठाकुर। ठाकुर कहउचंती अरे ना परम पिता ही बंचेई देइचंती। खलीलुर रहमान कहउचंती परम पिता कौन किए तो मु जाने ना एतिकी जाने आपण ही बंचेई देइचंती। श्री ठाकुर नीरव ही कहउचंती किछि समय किछि मुहूर्त परे देख जो दिन टेलीग्राम नहीं आसीथिलु मो पाखकु मु जानिथिली मन तोर उतावला होउतला जीवा पाई पुओ को टिके देखिबा पाई। आज्ञा सुनि परुचंती मनटी तो छटपट होउतला आगे टे म्यूट कर दियंतु। मनटी छटपट होउतला पुओ को देखिबा पाई। पुओ तोर थिला मृत्यु सज्जारे ता मन भितरे गोटे इच्छा थिला मरिबा पूर्वरु बापा को थरे देखंती। तू सेतबेले जाई पहुंची जाइथिले पुओ तृप्ति रे शांति रे मृत्युवरण करिथांता कारण मृत्यु पूर्वरु थिबा तार इच्छा पूरण हेई थांता। मु सेतबेले जीवाकू देली नाही। तो पुओ भितरे सेई बापा को देखिबा पाई जो इच्छा सेई इच्छा शक्ति जे बापा आसीबा पर्यंत मते बंचिबाकू पड़िबो। बापा आसीबा बापांकू टिके देखिबाकू मते हबो एई दुनिया छाड़ी जीवा पूर्वरु एई इच्छा शक्ति ता भितरे सेई इम्यूनिटी सेई रोग प्रतिरोधक शक्ति सृष्टि कला। सेई इच्छा शक्ति तार रोगर जीवाणु गुड़िक सहित संग्राम करी उठिला कारण बंचिबाकू हबो बापा आसीबा पर्यंत। ए जो संग्राम रे विजयी हैला तोर संतान भल ही उठिला। से ठाकुर होचंदी कारण पुरुष अतीत वर्तमान भविष्य से जानती कारण जानती परिणाम भी जानती कुपरिणाम रो निराकरण मध्य जानती। सेइथिपाई तांकु धरिले ही मिले दृष्टि शुद्धता कारण साधारण आखिरे जहा देखा जाए नहीं आमको सी ताहा देखी पारंती। श्री श्री बड़दांक जीवन रो कथाटिए कहूछि। ओडिशार गोटिए स्थान रे सेतबेले जागा किणा हितेला सत्संग विहार निर्माण करिबा पाई एवं श्री श्री बड़दांकर अनुमति नहीं सेठाकार गुरु भाई माने से गाँव रो गुरु भाई माने सत्संग विहार निर्माण काम रे प्रयासी ही उठिले।
ସ୍ଥାନୀୟ ଲୋକମାନେ କିନ୍ତୁ ସତ୍ସଙ୍ଗର ବିରୋଧ କରୁଥିଲେ। ଯେତେବେଳେ ସେମାନେ ପାଚେରୀ ଉଠାନ୍ତି, ରାତିରେ ଆସି ସେମାନେ ପାଚେରୀ ଭାଙ୍ଗି ଦିଅନ୍ତି। ଯାହା କିଛି କନଷ୍ଟ୍ରକ୍ସନ କାମ ଆରମ୍ଭ ହୁଏ, ସେମାନେ ସେଥିରେ ବିଭ୍ରାଟ ସୃଷ୍ଟି କରନ୍ତି। କୌଣସି ପ୍ରକାର ସେଠି କାମ କରିବାକୁ ଦିଅନ୍ତି ନାହିଁ। ଶ୍ରୀ ଶ୍ରୀ ବଡ଼ଦାଙ୍କ ପାଖକୁ ସେମାନେ ଆସନ୍ତି। ଶ୍ରୀ ଶ୍ରୀ ବଡ଼ଦା କହନ୍ତି ଯେ ତୁମମାନେ ଗୋଟିଏ କେସ୍, ତୁମେ କେସ୍ କର ସେମାନଙ୍କ ବିରୁଦ୍ଧରେ, ଯେ ସେମାନେ ଆମର ଏଇ ସତ୍ସଙ୍ଗର ଜାଗାକୁ ଅକ୍ତିଆର କରିବାକୁ ଦଉନାହାନ୍ତି। ତାଙ୍କ ବିରୁଦ୍ଧରେ ସେତେବେଳେ କୋର୍ଟରେ ଗୋଟେ କେସ୍ ପଞ୍ଜୀକୃତ କରାଗଲା। କେସ୍ କିଛି ଦିନ ଚାଲିଲା ପରେ ସେଇ କେସରେ ସତ୍ସଙ୍ଗ ବିଜୟ ଲାଭ କଲା। କୋର୍ଟ ନିଷ୍ପତ୍ତି ନେଲେ ଯେ ଜାଗାଟି ହଉଛି ସତ୍ସଙ୍ଗର, ଏଠାରେ ବିନା ବାଧାରେ ଯେଭଳି ସତ୍ସଙ୍ଗ ତାଙ୍କର ମନ୍ଦିର ତିଆରି କରିପାରନ୍ତି। ଖୁବ ଖୁସି ହେଇ ଗୁରୁ ଭାଇ ମାନେ ସେ କେସର କାଗଜ ପତ୍ର ନେଇ ଶ୍ରୀ ଶ୍ରୀ ବଡ଼ଦାଙ୍କ ପାଖରେ ପହଞ୍ଚିଲେ ଯେ ଏଥର ବଡ଼ଦାଙ୍କର ଅନୁମତି ନେଇ ମନ୍ଦିରର କାମ ଆରମ୍ଭ କରିବେ। ଶ୍ରୀ ଶ୍ରୀ ବଡ଼ଦା ତାଙ୍କୁ କହିଲେ, ଯାଅ ଏବେ ଗାଁକୁ ଫେରିଯାଅ, ଗାଁ ଲୋକଙ୍କୁ ଯାଇ ଭେଟ, ଆଉ କୁହ ଯେ ଆପଣ ମାନେ ଏଇ ଜାଗାଟିକୁ ନେଇ ଯାଇପାରନ୍ତି। ଏ ଭକ୍ତମାନେ କଥା ଶୁଣି ଆଶ୍ଚର୍ଯ୍ୟ। ଗାଁ ଲୋକ ବିରୋଧ କରୁଥିଲେ। ଶ୍ରୀ ଶ୍ରୀ ବଡ଼ଦା ନିଜେ କହିଲେ କେସ୍ କର, କେସରେ ଏବେ ଆମେ ଜିତିଲୁ। ବଡ଼ଦା ଏବେ କହୁଛନ୍ତି ଜାଗାଟି ତାଙ୍କୁ ଫେରେଇ ଦିଅ। କି କଥା? ସେ ଯାହା ହଉ ଶ୍ରୀ ଶ୍ରୀ ବଡ଼ଦାଙ୍କର କଥା ମାନି ସେମାନେ ଆସିଲେ। ଗାଁ ଲୋକଙ୍କର ମନ ଖରାପ ଯେ କେସରେ ହାରି ଯାଇଛନ୍ତି ବୋଲି। ଏଇ ଗୁରୁ ଭାଇ ମାନଙ୍କୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହେଲେ, କଥା କଣ? ଏଇ ଗୁରୁ ଭାଇ ମାନେ ସତ୍ସଙ୍ଗୀ ମାନେ ତାଙ୍କୁ କହିଲେ, ଆମମାନଙ୍କର ଆଚାର୍ଯ୍ୟ ଦେବଙ୍କର ନିର୍ଦ୍ଦେଶ ଜାଗାଟି ଆପଣ ମାନଙ୍କୁ ଦେଇଦବା ପାଇଁ। ସେମାନେ ଶୁଣିକି ହତବାକ, ଆଶ୍ଚର୍ଯ୍ୟ। ଏମାନେ କିଏ? କିଏ ଆଙ୍କର ଆଚାର୍ଯ୍ୟ ଦେବ? କିଏ ଆଙ୍କର ଗୁରୁ? କିଭଳି ହଉଛି ଆଙ୍କର ବ୍ୟବହାର? ଇଏ ହକ୍ ତାଙ୍କର ନିଜର ଦାବିକୁ ମଧ୍ୟ ତ୍ୟାଗ କରିଦଉଛନ୍ତି। ସେମାନେ ଖୁସି ତ ହେଲେ, କିନ୍ତୁ ଆଗ୍ରହୀ ହେଇ ଉଠିଲେ ଜାଣିବା ପାଇଁ। ସତ୍ସଙ୍ଗ ପ୍ରତି ତାଙ୍କର ଶ୍ରଦ୍ଧା ଜାଗ୍ରତ ହେଲା। ସେମାନେ କହିଲେ, ନା, ଆପଣଙ୍କର ଗୁରୁଙ୍କର ଜାଗା ଆମମାନେ ନେଇପାରିବୁ ନାହିଁ। ଆପଣ ମାନଙ୍କର ଆଚାର୍ଯ୍ୟଙ୍କର ଯୋଉ ଦୟା ଆଶୀର୍ବାଦ ନେଇ ଆପଣ ମାନେ ଏଇ କାମରେ ଆଗେଇଛନ୍ତି, ଆମେ ସେ କାମରେ ସହଯୋଗ କରିବୁ। ଗୁରୁ ଭାଇ ଏବଂ ସ୍ଥାନୀୟ ଲୋକଙ୍କର ସହଯୋଗରେ ଖୁବ ଶୀଘ୍ର ମନ୍ଦିର ସେଠାରେ ଗଢି ଉଠିଲା। ଶ୍ରୀ ଶ୍ରୀ ବଡ଼ଦାଙ୍କର ଥିଲା ଦୃଷ୍ଟି ଶୁଦ୍ଧତା। ଶ୍ରୀ ଶ୍ରୀ ବଡ଼ଦା କହୁଛନ୍ତି, କେସରେ ସିନା ଆମେ ଜିତିଗଲେ, ହେଲେ ସେମାନଙ୍କର ମନ କଣ ଜିତି ପାରିଲେ? ଯଦି ମନ୍ଦିର ସେଠି କରିବାକୁ ହବ, କାହା ପାଇଁ ସେ ମନ୍ଦିର? ଗାଁର ଲୋକମାନଙ୍କ ପାଇଁ ତ, ଗ୍ରାମବାସୀଙ୍କ ପାଇଁ ତ। ତାଙ୍କୁ ଯଦି ଆମମାନେ ହରେଇ ବସନ୍ତି, ତାହେଲେ ସେଠି ମନ୍ଦିର କରିକି ଲାଭ କଣ? ଯଦି ଗାଁ ଲୋକମାନେ ଆମମାନଙ୍କ ସାଙ୍ଗରେ ନ ଆସନ୍ତି, ତାହେଲେ ସେଠି ମନ୍ଦିର କରିବାରେ ଲାଭ କଣ? ଶ୍ରୀ ଶ୍ରୀ ବଡ଼ଦା ଜାଣିଥିଲେ ଯେ ଯଦି ସେଇ ଗାଁରେ ଗ୍ରାମ୍ୟ ପରିବେଶକୁ ପରିବର୍ତ୍ତନ କରିବାକୁ ହୁଏ, ଗାଁବାସୀଙ୍କୁ ଠାକୁରଙ୍କ ଚରଣକୁ ଆଣିବାକୁ ହୁଏ, ତାହେଲେ ଗୋଟିଏ ହଉଛି ବାଟ। ସେ ବାଟ ହଉଛି ସେମାନଙ୍କ ହୃଦୟକୁ ଜୟ କରିବା। ସାଧାରଣ ଭାବରେ ମଣିଷ କୁହେ, ଲଢେଇ କରିବା, କେସ୍ କରିବା, ଫାଇଟ କରିବା, ଜିତିଲେ ଆମର ଯାହା ଇଚ୍ଛା ତାହା କରିବା। ଇଏ ହଉଛି ସାଧାରଣ ମଣିଷର ଦୃଷ୍ଟି। ତାଙ୍କର ଦୃଷ୍ଟି କିନ୍ତୁ ଭିନ୍ନ। ତାଙ୍କର ଦୃଷ୍ଟି କିନ୍ତୁ ଅଲଗା। ବର୍ତ୍ତମାନ ଆଚାର୍ଯ୍ୟ ଦେବଙ୍କର ଗୋଟିଏ କଥା ମନେ ପଡେ। ଗୋଟେ ଗାଁରେ ଲୋକ ଗୋଟିଏ ପରିବା ବିକାଳି ରହୁଥିଲା। ଜଣେ ଋତିକ ଦାଦା ସେ ଗାଁରେ ପହଞ୍ଚି କିଛି ଲୋକଙ୍କୁ ଯାଜନ କରିଥିଲେ। ତା ଭିତରୁ ସେ ପରିବା ବିକାଳିଟି ମଧ୍ୟ ଥିଲା। ତାଙ୍କୁ ବୁଝାସୁଝା କରିବା ପରେ ସେ ଲୋକଟି ଖୁବ ଆଗ୍ରହ ହେଇ ସେ ଠାକୁରଙ୍କର ଚରଣାଶ୍ରିତ ହୁଏ, ତାଙ୍କ ସତ୍ମନ୍ତ୍ରରେ ଦୀକ୍ଷିତ ହୁଏ। ଏବଂ ସେ ଲୋକଟି ଦୀକ୍ଷା ନବା ପରଠାରୁ ହିଁ ଶ୍ରୀ ଶ୍ରୀ ଠାକୁରଙ୍କ ପ୍ରତି ତାର ଗଭୀର ଶ୍ରଦ୍ଧା ଏବଂ ଠାକୁରଙ୍କର ପ୍ରତିଟି କଥା କଣ୍ଟାଏ କଣ୍ଟାଏ ସେ ମାନିବାକୁ ଚେଷ୍ଟା କରୁଥିଲା। ଠାକୁରଙ୍କର ନିୟମିତ ଇଷ୍ଟବୃତ୍ତି କରିବା, ପ୍ରାର୍ଥନା କରିବା,
ଠାକୁରଙ୍କ ବହିପତ୍ର ଇତ୍ୟାଦି ପଢାପଢି କରିବା, ବେଶୀ ପାଠଶାଠ ପଢି ନଥିଲା, କିନ୍ତୁ ଯାହା ଯାହା ରିତିକ ଦାଦା କହିଥିଲେ ସବୁ ଚେଷ୍ଟା କରୁଥିଲା ସେ କଣ୍ଟାଏ କଣ୍ଟାଏ ପାଳନ କରିବା ପାଇଁ। ଏଇଭଳି ଥିଲା ତାର ଶ୍ରଦ୍ଧା ଠାକୁରଙ୍କ ପ୍ରତି। ଗୋଟିଏ ଦିନ ହଠାତ୍ ତାର ଗୋଟେ କଥା ମନକୁ ଆସିଲା। ସେ ଯୋଉ ପରିବା ବିକାଳିଟି, ସେ ପରିବା କିଣେ, ନେଇକି ଗାଁର ବଜାରରେ ପରିବା ବିକେ। ଦୂର ଜାଗାରୁ ପରିବା କିଣିକି ଆଣେ ଏବଂ ଗାଁର ବଜାରରେ ବିକେ। ଏବଂ ସେ ଗୋଟିଏ ଗୋଟିଏ ଦିନ, କିଛି କିଛି ଦିନ ସେ ପରିବାକୁ ଡବଲ ଦାମରେ ମଧ୍ୟ ବିକେ ଏବଂ ଲୋକ ମଧ୍ୟ କିଣନ୍ତି। ପରିବାଟି 50 ଟଙ୍କା କିଲୋରେ କିଣିଥିଲେ 100 ଟଙ୍କାରେ ମଧ୍ୟ ବିକେ। ତା ମନରେ ଦିନେ ଆସିଲା ପ୍ରଶ୍ନ, ମୁଁ ଲୋକଙ୍କୁ ତ ଠକୁଛି, ଏଇଟା ତ ଭଲ କଥା ନୁହେଁ। ଯୋଉ ଦାମରେ କିଣୁଛି ତାର ଡବଲ ଦାମରେ ବିକୁଛି ଗୋଟିଏ ଗୋଟିଏ ଦିନ। ପୁଣି ଭାବୁଛି ସଂସାର ଚଳିବ କେମିତି ଯଦି 2 ପଇସା ରୋଜଗାର ନ କଲି। ଏଇଭଳି ଗୋଟେ ଦ୍ୱନ୍ଦ୍ୱ ଭିତରେ ପଡିଛି। ଗଭୀର ଭାବରେ ଭଲ ପାଉଥିବା, ଠାକୁରଙ୍କୁ ଭଲ ପାଉଥିବା ମଣିଷଟି ଭିତରେ, ମନ ଭିତରେ ଦ୍ୱନ୍ଦ୍ୱ। ସେ ରିତିକ ଦାଦାଙ୍କୁ ଫୋନ କରିଛି ଯେ ଆଜ୍ଞା ଏଇଭଳି ପ୍ରଶ୍ନ ମନ ଭିତରେ ଆସିଛି, ଏଇ ପ୍ରଶ୍ନଟି ମତେ ସବୁବେଳେ ବ୍ୟସ୍ତ ବିବ୍ରତ କରୁଛି, ମୋ ମନକୁ ଆନ୍ଦୋଳିତ କରୁଛି, ଆପଣ ତାର ଟିକେ ଉପାୟ କହନ୍ତୁ। ରିତିକ ଦାଦା କହିଲେ ଦେଖ, ମୋ ପାଖରେ ତ ଏ ପ୍ରଶ୍ନର ଉତ୍ତର ନାହିଁ, ମୁଁ ଯାଇ ଆଚାର୍ଯ୍ୟ ଦେବଙ୍କୁ ପଚାରିବି, ମୋ ଦେଓଘର ଯିବାର ଅଛି, ଯାହା ସେ କହିବେ ତତେ ଜଣାଇବି। ରିତିକ ଦାଦା ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ପାଖରେ ପହଞ୍ଚିଛନ୍ତି ଏବଂ ଏଇ କଥାଟି ତାଙ୍କୁ ପଚାରିଛନ୍ତି ଯେ ପରିବା ବିକାଳିର ମନ ଭିତରେ ଏଇ ପ୍ରଶ୍ନ ଆସିଛି ଯେ ତାକୁ ବେଳେ ବେଳେ ଡବଲ ଦାମରେ ସେ ପରିବା ବିକେ, ଠିକ ହଉଛି କି, ଭୁଲ କରୁନାହିଁ ତ? ଆଚାର୍ଯ୍ୟ ଦେବ କହୁଛନ୍ତି ଦେଖ, ତାର ତ ସଂସାର ଅଛି, ପିଲାଛୁଆ ଅଛନ୍ତି, ସଂସାର ତ ଚଳେଇବାକୁ ହେବ। ସେ ଯାହା ହଉ, ତାକୁ କେବଳ ଗୋଟିଏ କଥା ତୁମେ କହିବ ଯେ ପ୍ରତିଦିନ ପରିବା ବିକିବା ପାଇଁ ଗାଁର ବଜାରକୁ ଯିବା ପୂର୍ବରୁ ଶ୍ରୀ ଶ୍ରୀ ଠାକୁରଙ୍କ ବିଗ୍ରହ ପାଖକୁ ଆସି, ଘରେ ଯେଉଁଠି ଠାକୁରଙ୍କ ଫଟୋ ରଖିଛି, ଠାକୁରଙ୍କ ସାମ୍ନାରେ ପ୍ରଣାମ କରି କହିବ, ଠାକୁର ଆଜି ମୋ ବ୍ୟବସାୟ କରିବା ପାଇଁ ବାହାରି ଯାଉଛି, ଆଜି ଆପଣଙ୍କର ଯାହା ଇଚ୍ଛା ତା ଯେମିତି ମୋ ମୁହଁରେ ମୁଁ କହିପାରେ, ମୋ ମୁହଁ ଦ୍ୱାରା ଆପଣ ଆପଣଙ୍କର କଥା ହିଁ କହିଦିଅନ୍ତୁ ମଣିଷକୁ। ଲୋକଟି ଏଇ କଥା ପ୍ରତିଦିନ ପ୍ରାର୍ଥନା କରି ବଜାରକୁ ବାହାରି ଆସେ ଏବଂ ବାହାରିବା ପରେ ସିଏ ଯେତେବେଳେ ବଜାରକୁ ଆସେ, ଗ୍ରାହକ ମାନେ ଯେତେବେଳେ ତା ଦୋକାନକୁ ଆସନ୍ତି, ସେତେବେଳେ ସେ ସମସ୍ତଙ୍କୁ ଗୋଟିଏ କଥା କହେ, ଆଜ୍ଞା ଏଇ ପରିବା ମୁଁ ଏତିକି ଦାମରେ ଆଣିଛି, ଆଜ୍ଞା ଏତିକି ଦାମରେ ବିକୁଛି, ଆପଣ ମାନେ ଯଦି ଇଚ୍ଛା କରନ୍ତି ତାହେଲେ ନେଇପାରନ୍ତି। ଏଇ ହଉଛି ମୋର କିଣା ଦାମ, ଏଇ ହଉଛି ମୋର ବିକ୍ରିର ଦାମ। ଏଇ ଲୋକଟି ଭିତରେ ଯୋଉ ସରଳ ସାଧୁତା, ଏଇ ଯୋଉ ଲୋକଟି ଭିତରେ ଯୋଉ ସରଳତା, ଯୋଉ ଅନେଷ୍ଟି, ଯୋଉ ଟ୍ରାନ୍ସପାରେନ୍ସି, ସବୁ ଗ୍ରାହକଙ୍କୁ ମୁଗ୍ଧ କଲା। ଧୀରେ 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 ସମସ୍ତେ ତା ଦୋକାନକୁ ଆସିବାକୁ ଲାଗିଲେ। ଲୋକମାନେ ଭାବିଲେ ସେ ଯାହା କହୁ, ସେ ଯେତେ ଦାମରେ ବିକ୍ରି କରୁ, କିନ୍ତୁ ଲୋକଟି ହଉଛି ଅନେଷ୍ଟ। କୌଣସି ପରିବା ବିକାଳି ଆଜି ପର୍ଯ୍ୟନ୍ତ କହେନି ଯେ ମୁଁ 50 ଟଙ୍କାରେ କିଣି 100 ଟଙ୍କାରେ ବିକ୍ରି କରୁଛି। ସମସ୍ତେ କହନ୍ତି ଆଜ୍ଞା କଣ ଲାଭ ଅଛି, 2 ଟଙ୍କା ପାଇବି, 4 ଟଙ୍କା ପାଇବି। ଇଏ ଲୋକଟି କିନ୍ତୁ ଏତେ ସାଧୁ, ଏତେ ସଚ୍ଚୋଟ ଭାବରେ ସେ ନିଜେ ହିଁ ସରଳ ଭାବରେ କହୁଛି କେତେରେ କିଣିଛି, କେତେରେ ବିକୁଛି। ଇଏ ହିଁ ବିଶ୍ୱସ୍ତ ଲୋକ, ଆରି ପାଖରୁ ହିଁ କିଣିବା ଉଚିତ। ଯୋଉ ଲୋକଟିର ବ୍ୟବସାୟ ଯେଭଳି ଭାବରେ ଚାଲୁଥିଲା, ତାହାର ବ୍ୟବସାୟ ହଠାତ୍ ଏଭଳି ବଢିଗଲା ଯେ ତାର ରୋଜଗାର ମଧ୍ୟ ବହୁ ଗୁଣିତ ହେବାକୁ ଲାଗିଲା। ଇଏ ହଉଛି ଦୃଷ୍ଟି ଶୁଦ୍ଧତା, ଯାହା ଆମ ମାନଙ୍କର ନାହିଁ, ଅଛି ଶ୍ରୀ ଶ୍ରୀ ଠାକୁରଙ୍କର, ଆମର ଜୀବନରେ ଯେ ଗୁରୁ ତାଙ୍କର ଅଛି, ଆଚାର୍ଯ୍ୟ ଦେବଙ୍କର, ଯିଏ ହଉଛନ୍ତି ଶ୍ରୀ ଶ୍ରୀ ଠାକୁରଙ୍କ ପ୍ରତିନିଧି। ସେଇଥିପାଇଁ ତ କୁହାଯାଇଛି ସଙ୍ଗାତ ସଞ୍ଜାୟତେ ଶ୍ରଦ୍ଧା। ଏଇ ସଙ୍ଗ କରିବା ଭିତରେ ଦେଇ ଶ୍ରଦ୍ଧା ଜାଗ୍ରତ ହୁଏ, ଏ ଶ୍ରଦ୍ଧାରୁ ବିଶ୍ୱାସ ଆସେ, ଏ ଶ୍ରଦ୍ଧାରୁ ଦୃଷ୍ଟି ଶୁଦ୍ଧତା ଆସେ,
ଏଇ ସଙ୍ଗ କରିବା ବିନା, ତାଙ୍କ ପ୍ରତି ଅନୁରାଗ ଜାଗ୍ରତ କରିବା ବିନା ଏଇ ଦୃଷ୍ଟି ଶୁଦ୍ଧତା ସମ୍ଭବ ନୁହେଁ। ତ ଜୀବନରେ ଯଦି ସୁନ୍ଦର ଭାବରେ ଚଳିବାକୁ ହୁଏ, ଜୀବନରେ ଅଙ୍କା ବଙ୍କା ରାସ୍ତାରେ ଯଦି ନିଜର ଗନ୍ତବ୍ୟ ଆଡକୁ ସୁରୁଖୁରୁରେ ଆଗେଇ ଯିବାକୁ ହୁଏ, ଏ ଜୀବନର ଦ୍ୱନ୍ଦ୍ୱ ବାଧା ବିଘ୍ନ ଭିତରେ ସବୁକୁ ଦମନ କରି ଯଦି ଆଗେଇ ଯିବାକୁ ହୁଏ, ତାହେଲେ ଏକମାତ୍ର ସେ ଠାକୁରଙ୍କ ପ୍ରତି ଅନୁରାଗ, ଆଚାର୍ଯ୍ୟଙ୍କ ପ୍ରତି ଅନୁରାଗ ଏବଂ ତାଙ୍କର ସଙ୍ଗ, ତା ହଉଛି ଏକମାତ୍ର ଉପାୟ। ତା ହଉଛି ପଥ ପ୍ରଦର୍ଶକ, ସିଏ ହଉଛନ୍ତି ମାର୍ଗଦର୍ଶକ। ଆସନ୍ତୁ ତାଙ୍କରି ପ୍ରତି ଅନୁରାଗ ସମ୍ପନ୍ନ ହେଇ, ଏଇ ଅନୁରାଗ ଭିତରେ ଅଛି ତାଙ୍କରି କଥା ଭାବିବା, ତାଙ୍କରି କଥା କହିବା, ତାଙ୍କରି କଥା କରିବା। ଅନୁରାଗ ତୁ ସାନଳ, ଏ ଅନୁରାଗ ଯଦି ହୋମର ଅଗ୍ନି ହୁଏ, ତାହେଲେ କହିବା, ତାହେଲେ ତାଙ୍କରି କଥା କହିବା, ଭାବିବା ଏବଂ କରିବା ହଉଛି ସେଇ ଅଗ୍ନିରେ ଆହୁତି। ଚାଲନ୍ତୁ ସେଇ ତାଙ୍କରି ଚିନ୍ତା, ତାଙ୍କରି କଥା ଏବଂ ତାଙ୍କରି କର୍ମରେ ନିଜକୁ ନିୟୋଜିତ କରି ଆମମାନେ ଆମ ଜୀବନକୁ ସହଜ, ସୁନ୍ଦର, ସରଳ, ମନୋରମ କରି ତୋଳିବା। ଆପଣ ମାନଙ୍କର ସମସ୍ତଙ୍କର ସର୍ବାଙ୍ଗୀନ ସପରିବାର ମଙ୍ଗଳ କାମନା କରି ପରମ ପିତାଙ୍କର ଆତୁଳ ଚରଣରେ ପ୍ରାର୍ଥନା କରୁଛି। ବନ୍ଦେ ପୁରୁଷୋତ୍ତମମ୍।